ଗ୍ରାମାର এই সমস্ত কোশ্চেন ଆପଣମାନଙ୍କ ପାଇଁ ବହୁତ ଇମ୍ପୋର୍ଟାଣ୍ଟ। ଆପଣମାନେ ଏହାକୁ ଭଲ ଭାବରେ ଦେଖନ୍ତୁ, ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ସମସ୍ତ କୋଶ୍ଚେନ୍ର ଆନ୍ସର ଦେବା ପାଇଁ ମଧ୍ୟ ଟ୍ରାଏ କରନ୍ତୁ ଏବଂ କେତୋଟି କୋଶ୍ଚେନ୍ ଆପଣଙ୍କର ଠିକ୍ ହେଲା ମୋତେ କମେଣ୍ଟ ବକ୍ସରେ ଜଣାନ୍ତୁ। ତେବେ ଚାଲନ୍ତୁ ଫାର୍ଷ୍ଟ କୋଶ୍ଚେନ୍ କ'ଣ ରହିଛି ଦେଖନ୍ତୁ। ପଦ ଦୃଷ୍ଟିରୁ କେଉଁ ଗୋଟିକ ଭିନ୍ନ ଜାତୀୟ? ତୁମେ, ଏବଂ, ସେମାନେ, ମୁଁ। ତ ଏହାର ରାଇଟ୍ ଆନ୍ସର ହେବ ଅପସନ୍ ବି, ଏବଂ। ନେକ୍ସଟ ଦେଖନ୍ତୁ, କେଉଁଟି ବିଶେଷଣ ପଦ? ପରମ, ଧରମ, କରମ, ସରମ। ଏହାର ରାଇଟ୍ ଆନ୍ସର ହେଉଛି ଅପସନ୍ ଏ, ପରମ। କେଉଁଟି ବିଶେଷଣ ପଦ ନୁହେଁ? ଉତ୍ତମ, ସନ୍ତୋଷ, ପରମାର୍ଥୀ, ଶୁଭଙ୍କର। ଏହାର ରାଇଟ୍ ଆନ୍ସର ହେଉଛି ଅପସନ୍ ବି, ସନ୍ତୋଷ। ନେକ୍ସଟ ଦେଖନ୍ତୁ କ'ଣ ରହିଛି। ସେ ଅତ୍ୟନ୍ତ ଚତୁରତାର ସହିତ କାର୍ଯ୍ୟ ସମ୍ପାଦନ କଲେ। ଏହି ବାକ୍ୟରେ କେତୋଟି ବିଶେଷ୍ୟ ପଦ ଅଛି? 1, 2, 3, 4। ଏହାର ରାଇଟ୍ ଆନ୍ସର ହେଉଛି ଅପସନ୍ ସି। ଏଥିରେ 3ଟି ବିଶେଷ୍ୟ ପଦ ରହିଛି। ତାଙ୍କ ବିନା ମୁଁ ଏକା କରିପାରିବି ନାହିଁ। ଏହି ବାକ୍ୟରେ ବିନା କି ପଦ? ବିଶେଷ୍ୟ, ବିଶେଷଣ, ଅବ୍ୟୟ, ସର୍ବନାମ। ତ ଏହାର ରାଇଟ୍ ଆନ୍ସର ହେଉଛି ଅପସନ୍ ସି, ଅବ୍ୟୟ। ଶୋଇଲା ପୁଅର ଭାଗ ନାହିଁ। ଏହି ବାକ୍ୟରେ ଶୋଇଲା କି ପଦ? ବିଶେଷ୍ୟ, ବିଶେଷଣ, କ୍ରିୟା, ଅବ୍ୟୟ। ତ ଏହାର ରାଇଟ୍ ଆନ୍ସର ହେଉଛି ଅପସନ୍ ବି, ବିଶେଷଣ। କେଉଁଟି ଭିନ୍ନ ଜାତୀୟ ଶବ୍ଦ? ପରିବର୍ତ୍ତନ, ଆକ୍ରମଣ, ନାମକୀର୍ତ୍ତନ, ସମ୍ବର୍ଦ୍ଧନା। ଏହାର ରାଇଟ୍ ଆନ୍ସର ହେଉଛି ଅପସନ୍ ସି, ନାମକୀର୍ତ୍ତନ। ଏହା ହେଉଛି ଏକ ଭିନ୍ନ ଜାତୀୟ ଶବ୍ଦ। ନେକ୍ସଟ ଦେଖନ୍ତୁ କ'ଣ ରହିଛି। ଭିନ୍ନ ଜାତୀୟ ଶବ୍ଦଟିକୁ ବାଛ। ସୁନା, ରୂପା, ଗଙ୍ଗା, ମାଟି। ତ ଏ କ୍ୱେଶ୍ଚନର ଆନ୍ସର ଆପଣମାନେ ଜାଣିପାରୁଥିବେ। ଏହାର ରାଇଟ୍ ଆନ୍ସର ହେବ ଅପସନ୍ ସି, ଗଙ୍ଗା। ଭିନ୍ନ ଜାତୀୟ ଶବ୍ଦଟିକୁ ବାଛ। ପାହାଡ଼, ପର୍ବତ, ମେଘାସନ, ଅଟବୀ। ଏହାର ରାଇଟ୍ ଆନ୍ସର ହେଉଛି ଅପସନ୍ ସି, ମେଘାସନ। ନେକ୍ସଟ ଦେଖନ୍ତୁ ସେଇ ଟାଇପ୍ର କ୍ୱେଶ୍ଚନ୍। ଭିନ୍ନ ଶବ୍ଦଟିକୁ ବାଛନ୍ତୁ। ପଣ୍ଡିତ, ପାଣ୍ଡିତ୍ୟ, ଧୈର୍ଯ୍ୟ, ଦୟା। ଏହାର ରାଇଟ୍ ଆନ୍ସର ହେଉଛି ଅପସନ୍ ଏ, ପଣ୍ଡିତ। ଭିନ୍ନ ଜାତୀୟ ଶବ୍ଦଟି ବାଛ। ଆସନ, ଭୋଜନ, ପ୍ରକ୍ଷାଳନ, ଶୟନ। ଏହା ରାଇଟ୍ ଆନ୍ସର ହେବ ଅପସନ୍ ଏ, ଆସନ। ନେକ୍ସଟ ଦେଖନ୍ତୁ ସେଇ ଟାଇପ୍ର କ୍ୱେଶ୍ଚନ୍ ଅଛି। ଭିନ୍ନ ଜାତୀୟ ଶବ୍ଦଟି ବାଛ। ଗଙ୍ଗା, ହିମାଳୟ, ପର୍ବତ, ଆଗତ। ଏହାର ମଧ୍ୟ ରାଇଟ୍ ଆନ୍ସର ହେବ ଅପସନ୍ ଡି, ଆଗତ। ତ ଫ୍ରେଣ୍ଡସ୍ ଏଇ ଟାଇପ୍ର ଆପଣଙ୍କର କ୍ୱେଶ୍ଚନ୍ ଆସୁଛି। ଆପଣଙ୍କୁ ଏମିତି 4ଟି ଅପସନ୍ ଦେଇଥିବ ଏବଂ ଆପଣଙ୍କୁ ପଚାରିଥିବ ଯେ ଭିନ୍ନ ଜାତୀୟ ଶବ୍ଦଟିକୁ ବାଛିବା ପାଇଁ। ତ ଆପଣ ଏସବୁ ଭଲ ଭାବରେ ଦେଖିଦେବେ, କାହିଁକିନା ଏଇ ଟାଇପ୍ର କ୍ୱେଶ୍ଚନ୍ ଆପଣଙ୍କର ଏକ୍ଜାମ୍ରେ ଆସିବ। ନେକ୍ସଟ ଦେଖନ୍ତୁ, ନିମ୍ନରେ କେତୋଟି ବିଶେଷ୍ୟ ପଦ ଅଛି? ପ୍ରସନ୍ନ, ଭଜନ, ଗମନ, ମିଛୁଆ, ନଦୀ। ତ ଏଥିରେ ଆପଣଙ୍କର 3ଟି ବିଶେଷ୍ୟ ପଦ ରହିଛି। ନିମ୍ନ ବାକ୍ୟରୁ ବିଶେଷ୍ୟ ପଦଟି ଚିହ୍ନାଅ। 10ଟି ପାଚିଲା ଆମ୍ବ ଥିଲା। 10ଟି ପାଚିଲା ଆମ୍ବ ଥିଲା। ତ କେଉଁ ଅପସନ୍ଟି ଆପଣଙ୍କର ବିଶେଷ୍ୟ ପଦ ହେବ ଦେଖନ୍ତୁ। ଏହା ରାଇଟ୍ ଆନ୍ସର ହେବ ଅପସନ୍ ସି, ଆମ୍ବ। ନେକ୍ସଟ ଦେଖନ୍ତୁ କ'ଣ ରହିଛି। ନିମ୍ନରେ କେଉଁଟି ବିଶେଷ୍ୟ ପଦ ନୁହେଁ? ମୁଣ୍ଡ, ତୁଣ୍ଡ, ରୁଣ୍ଡ, କାଣ୍ଡ। ଏହାର ରାଇଟ୍ ଆନ୍ସର ହେଉଛି ଅପସନ୍ ସି, ରୁଣ୍ଡ। ନିମ୍ନରୁ କେଉଁଟି ବିଶେଷ୍ୟ ପଦ ନୁହେଁ? ମହତ୍ଵ, ନେତୃତ୍ୱ, ସାଧୁତା, ସତ୍ୟବାଦୀ। ଏହା ରାଇଟ୍ ଆନ୍ସର ଅପସନ୍ ଡି, ସତ୍ୟବାଦୀ। କାବେରୀ ନଦୀକୁ ଦକ୍ଷିଣ ଭାରତର ଗଙ୍ଗା କୁହନ୍ତି। ଏଠାରେ ଗଙ୍ଗା କେଉଁ ଜାତୀୟ ବିଶେଷ୍ୟ ପଦ? ବ୍ୟକ୍ତିବାଚକ, ଜାତିବାଚକ, ବସ୍ତୁବାଚକ, ସଂଜ୍ଞାବାଚକ। ତ ଫ୍ରେଣ୍ଡସ୍ ଏ କ୍ୱେଶ୍ଚନଟିର ଆନ୍ସର ଜଣାଇବା ପୂର୍ବରୁ ମୁଁ ଆପଣମାନଙ୍କୁ ଆମ ସ୍ପେଶାଲ କ୍ଲାସ୍ ବିଷୟରେ ଜଣାଇବା ପାଇଁ ଚାହୁଁଛି। ଆପଣମାନେ ଯଦି କମ୍ ସମୟ ଭିତରେ ଅଧିକ ପ୍ରିପାରେସନ୍ ହୋଇ ଏକ୍ଜାମ୍ରେ ସକ୍ସେସ୍ ପାଇବାକୁ ଚାହୁଁଛନ୍ତି ଏବଂ ଆପଣଙ୍କର ଟିଚର ସ୍ୱପ୍ନକୁ ପୂରଣ କରିବା ପାଇଁ ଚାହୁଁଛନ୍ତି, ତାହେଲେ ଆଜି ହିଁ ଆମର ସ୍ପେଶାଲ କ୍ଲାସ୍ରେ ଜଏନ୍ କରନ୍ତୁ। ଏଥିରେ ଜଏନ୍ ହେଲେ ଆପଣମାନଙ୍କୁ ସିଲାବସ୍ ୱାଇଜ୍ ସବଜେକ୍ଟିଭ୍ ଏବଂ ଅବଜେକ୍ଟିଭ୍ କ୍ଲାସ୍ ସହିତ ଷ୍ଟଡି ମେଟେରିଆଲ, ଫ୍ରି PDF, ପ୍ରିଭିୟସ୍ ଇୟର୍ କ୍ୱେଶ୍ଚନ୍ ସହ ହ୍ୱାଟ୍ସଆପ୍ ସପୋର୍ଟ ମିଳିଯିବ ଏବଂ ଆପଣମାନଙ୍କୁ ଏହା ଲାଇଫ୍ ଟାଇମ୍ ଆକ୍ସେସ୍ ମଧ୍ୟ ଦିଆଯିବ, ଯାହାଫଳରେ ଆପଣମାନେ ନିଜକୁ ବହୁତ ଭଲ ଭାବରେ ପ୍ରିପାରେସନ୍ କରି ଏକ୍ଜାମ୍ରେ ସକ୍ସେସ୍ ପାଇବା ସହିତ ଆପଣଙ୍କର ଟିଚର ସ୍ୱପ୍ନକୁ ପୂରଣ କରିପାରିବେ। ତ ଲିମିଟେଡ୍ ସିଟ୍ ରହିଛି, ଆପଣ ଲେଟ୍ କରନ୍ତୁ ନାହିଁ। ତ ଆପଣମାନେ ଯଥାଶୀଘ୍ର ଦେଇଥିବା ହ୍ୱାଟ୍ସଆପ୍ ନମ୍ବରରେ ଜଏନ୍ ଲେଖି ମେସେଜ୍ କରନ୍ତୁ। ଆମେ ଆପଣମାନଙ୍କୁ ଡିଟେଲ୍ସ ଇନଫର୍ମେସନ୍ ଜଣାଇଦେବୁ ଏବଂ ଆପଣ ଅତି ସହଜରେ ଜଏନ୍ ହୋଇ ନିଜର ପ୍ରିପାରେସନ୍ ଆଜିରୁ ଷ୍ଟାର୍ଟ କରିଦିଅନ୍ତୁ।
यार राइट आंसर होउची ऑप्शन डी संज्ञावाचक। नेक्स्ट देखो कौन रही मार्टिन लुथर थिले अमेरिकार गांधी। एठारे गांधी केउ जातीय विशेष्य पद जातिवाचक वस्तुवाचक गुणवाचक व्यक्तिवाचक। यार राइट आंसर होउची ऑप्शन ए जातिवाचक। नेक्स्ट क्वेश्चन देखो कौन रही तांकर डैश देखी मु खुशी हेली। उपयुक्त शब्द बाची शून्यस्थान पूरण कर। सरलिया सारल्यता सरली सरलता। यार राइट आंसर होउची ऑप्शन डी सरलता। तांकर सरलता देखी मु खुशी हेली। नेक्स्ट देखो विशेष्य पद आगे रही विशेषण पद पछरे रहिले केउ विशेषण हुए। विशेष्य पद आगे रही विशेषण पद पछरे रहिले केउ विशेषण हुए। विशेष्यर विशेषण विशेषणर विशेषण विधेय विशेषण सर्वनामर विशेषण। तो यार राइट आंसर होउची ऑप्शन सी विधेय विशेषण। नेक्स्ट कौन रही देखो तल वाक्य थिबा पद गुड़िक मध्यरु केउटी विशेषणर काम करुची। बाबू सुना मुदी पिंधिचंती। बाबू सुना मुदी पिंधिचंती। तो यार राइट आंसर होउची ऑप्शन बी निम्न रे केतोटी विशेषण पद अछि। दया क्षमा ददरा धैर्य कनिष्ठ कठिन। तो यार राइट आंसर होउची ऑप्शन सी एठारे तीनोटी विशेषण पद अछि। नेक्स्ट देखो कौन रही कनिष्ठ विशेषण पदर मूल रूपटी कौन। कनि जुबा सान क्षुद्र। तो यार राइट आंसर होउची ऑप्शन बी जुबा। वृद्ध शब्द रे इष्ट युक्त हेले नूतन शब्दटी कौन हेबो। वर्धिष्ठा वार्धक्य ज्येष्ठ महिष्ठ। तो यार राइट आंसर हेबो ऑप्शन ए वर्धिष्ठा। नेक्स्ट क्वेश्चन देखो कौन रही निम्न वाक्यरु विशेषण पदटी चिन्हाओ। खाइबार पुत्र गला मथुरापुर को। खाइबार पुत्र गला मथुरापुर को। तो यार राइट आंसर कौन हेबो। यार राइट आंसर हेबो ऑप्शन ए खाइबार। भिन्न जातीय शब्दटी बाछ। दश षोडश सप्तदश अष्टदश। तो यार राइट आंसर होउची ऑप्शन ए 10। केउटी समश्रेणीय नुहे। बासी पखाଳ सहदही कंचा लंका मेंचे लुण। यार राइट आंसर होउची ऑप्शन डी मेंचे लुण। केउटी समश्रेणीय नुहे। रुग्ण बालक खाइला पुओ बुढ़ा लोक अंध मनीष। यार राइट आंसर होउची ऑप्शन बी खाइला पुओ। जेमंत उपाय कहिले गुरु तेमंते विधाने होइला चरु। एठारे जेमंत की पद विशेष्य विशेषण सर्वनाम अव्यय। यार राइट आंसर होउची ऑप्शन बी विशेषण। जनाशुना व्यक्ति को किछि कहि हुए नाही। एठारे जनाशुना की पद क्रिया विशेषण सर्वनाम विशेष्य। तो यार राइट आंसर होउची ऑप्शन बी विशेषण। निम्नरु विशेषण पदटी चिन्हाओ। भद्रामी कैशोर धीर वार्धक्य। यार राइट आंसर होउची ऑप्शन सी धीर। निम्न रे केउटी विशेषण पद नुहे। मधुर सौंदर्य स्थायी उपयोगी। यार राइट आंसर होउची ऑप्शन बी सौंदर्य। नेक्स्ट क्वेश्चन देखो कौन रही केउटी विशेषण पद नुहे। पाद्य दाम्पत्य औद्धत्य मुख्य। तो यार राइट आंसर होउची ऑप्शन सी औद्धत्य। तो फ्रेंड्स यही टाइप रो मध्य आपन क्वेश्चन आसे आपनको विशेष्य पद एवं विशेषण पद आपनको मागी थिबो। तो आपनको भला भाबरे जाने पई पड़िबो जे विशेष्य कोन विशेषण कोन एवं सेही अनुसार आपन एठारे आंसर मध्य देबा पई पड़िबो। तो फ्रेंड्स ये थिला आजर वीडियोटी केमती लागिला जदि किछि डाउट थाए कमेंट बॉक्स निश्चित भाबरे जणातु। भिडियोटी भल लागिथिले लाइक एवं शेयर करंतु जहा फल समस्त पाखे इनफॉरमेशन पहुंची पारिबो। आपण माने जदि प्रतिदिन एमती वीडियो पाया पई चाहुचंती ताहाले आम चैनल को सब्सक्राइब करिया को जम्मारो भूलिबेनी। तो आज पई एतिकी थैंक यू।